କହିବା ପାଇଁ କିନ୍ତୁ ତଥାପି କରେ ସେ ଜଗ ମଙ୍ଗଳ ତଥାପି ନିନ୍ଦା ସେଇ ଜଗତର ମଙ୍ଗଳ କରିବାକୁ କେବେ ଭୁଲେ ନା। ଆଉ ହେ ସୁଧୀ ସଜନ ସାଧୁ ରହିଲେ ମିଳେ ସଂସାରକୁ ବଳ ବୋଲ ଆନନ୍ଦ ଭାର। ଆଉ ମା ଭାଗବତ ଯୋଉ ସାଧୁର ବର୍ଣ୍ଣନା କରିବା ପାଇଁ ବଡ଼ ସୁନ୍ଦର ଭାବରେ କହିଛନ୍ତି। କ'ଣ କହିଲେ? କହିଲେ ସାଧୁ ଯେ ମଳୟ ପବନ କାଷ୍ଠ ତୁମରନ୍ତି ଚନ୍ଦନ ରାଧେ ଗୋବିନ୍ଦ ଗୋବିନ୍ଦ ଆହା ସାଧୁ ଯେ ମଳୟ ପବନ କାଷ୍ଠ ତୁମରନ୍ତି ଚନ୍ଦନ ରାଧେ ଗୋବିନ୍ଦ ଗୋବିନ୍ଦ ସଚ୍ଚିଦାନନ୍ଦ ଭଗବାନ କି। ଭକ୍ତବନ୍ଧୁ ଭାବ ବିଶ୍ୱାସ ପ୍ରେମର କଥା ମାନେ ଆଲୋଚନା କରୁଥିଲେ। ପିଲାମାନେ ନେଇଗଲେ ଆଜ୍ଞା ଗୋଡ଼ ଭାଙ୍ଗିଥିବା ସେ ଭକ୍ତଙ୍କୁ ଯିଏ ହନୁମାନ ବେଶରେ ନାଚନ୍ତି ତାଙ୍କୁ ପକେଇ ଦେଲେ ମା କୋଉଠି? ହନୁମାନ ମନ୍ଦିରରେ। କହିଲେ ବାପା ଯଜ୍ଞ ସରୁ ତାଙ୍କ କଥା ବୁଝା ହବ। ପଢ଼ିଛନ୍ତି ସେଇ ହନୁମାନଙ୍କ ମନ୍ଦିରରେ, ଗାଁ ହନୁମାନ ମନ୍ଦିର। ଯେତେବେଳେ ସକାଳ ରାତି ପାଇଁ ସକାଳ ହେଲା ଛୁଆମାନେ ସବୁ ମୁଣ୍ଡିଆ ମାରି ସେଇ ବାଟରେ ସ୍କୁଲ ଯାଆନ୍ତି ହନୁମାନ। ଏବେ ତ ମା ଆଉ ଠାକୁରଙ୍କୁ ମୁଣ୍ଡିଆ ନାହିଁ। ଆମେ ମାନେ ପିଲାମାନଙ୍କୁ ସଂସ୍କାର ଦେବା ଭୁଲିଗଲେ। କେଉଁ ପିଲାମାନଙ୍କ ଘରେ ବି ଟିକେ କହୁନେ ଯେ ସନ୍ଧ୍ୟା ହେଲା ପ୍ରାର୍ଥନା କର, ସକାଳ ହେଲା ବାପା ମାଆଙ୍କୁ ମୁଣ୍ଡିଆ ମାର। ସେ ତାଙ୍କର ଯାହା କରୁଛନ୍ତି କରନ୍ତୁ, ନାହିଁ ପିଲାମାନଙ୍କୁ ସଂସ୍କାର ଦିଅ। ଟଙ୍କା ତ ସମସ୍ତେ ପିଲାମାନଙ୍କ ନାଁରେ କରିଦେଇ ଯାଉଛନ୍ତି। ଆଉ ଏତେ ଟଙ୍କା ବି ତୁମେ ଜମି ବାଡ଼ି ମା କର ନା। କାହିଁକି ନା ତୁମ ପିଲାମାନେ ତୁମ ଦେହ ଖରାପ ହେଲେ ପରେ ଡାକ୍ତରକୁ ଆଗ ତ ଓକିଲକୁ ଡାକିବେ ବୋଲ ଆନନ୍ଦ ବାହାର। ଏବେ ଗୋଟେ ସୋସିଆଲ ମିଡ଼ିଆରେ ଗୋଟେ ଭାଇରାଲ ହେଉଛି ଗୋଟେ ଭିଡ଼ିଓ। ବାବା ଆପଣଙ୍କ ଆଖିରେ ଲୁହ ରହିବନି। ଗୋଟେ ମା ମରିଗଲା ପରେ ମରିଯାଇଛି ଗାଡ଼ିରେ ଡେଡ୍ ବଡି ଯିବା ସମୟ ଭିତରେ ତା ପୁଅ ତା ମାଆର ଆଙ୍ଗୁଠିର ଛାପକୁ ନେଉଛି ଜାଗା ବଡ଼ିର ମା ନିଜ ନାଁରେ କରିବା ପାଇଁ। ମା ମରିଛି, କେତେ ଦରକାରୀ ଦେଖନ୍ତୁ ଜାଗା ବାଡ଼ି ମା ଠାରୁ। ଏ ବିସର୍ଜନ ଦୁନିଆଟା କ'ଣ ହେଇଗଲା ଆଜ୍ଞା? ସାଧୁ ସନ୍ଥ ଅଛନ୍ତି ବୋଲି ଦୁନିଆ ଅଛି ମା। ଆଉ ଦୁନିଆ ଭିତରେ ଆପଣମାନେ ଭାବନ୍ତୁ, ଆଜି ଯୋଉଠି ଭାଇ ଭାଇର ନୁହେଁ, ବାପ ପୁଅର ନୁହେଁ, ସ୍ୱାମୀ ସ୍ତ୍ରୀର ନୁହେଁ, ଆଉ କଳିଯୁଗ ଭକ୍ତ ଭଗବାନଙ୍କର କୋଉଠି ହବ? ସ୍ୱାର୍ଥ ଥିଲେ ପର୍ଯ୍ୟନ୍ତ ଠାକୁରେ ତୁ ଯଦି ଠିକ୍ ଠାକୁର ମୋ ପୁଅ ଚାକିରି ପାଇବ, ଝିଅ ବାହାଘର ହେଇଯିବ, ମୋ ଘର କୋଠା ହେଇଯିବ, ଯଦି ଆମ ସ୍ୱାର୍ଥ ପୂର୍ଣ୍ଣ ନହେଲା ସେ ଠିକ୍ ନୁହେଁ। ଆଉ ହେ ସୁଧୀ ସଜ୍ଜନ କାହିଁକି କଥା କହୁଛେ? ଗୋସ୍ୱାମୀ ସନ୍ଥ ତୁଳସୀ ଲେଖିଲେ ବଡ଼ ସୁନ୍ଦର ପଦରେ ମା କଳିଯୁଗର ରୀତି କ'ଣ ହବ? ବଡ଼ ସୁନ୍ଦର ପଦ କହିଲେ ଏମିତି ସମୟ ଆସିବ ଯୋଉ ସମୟ ଭିତରେ କେବଳ ମଣିଷ ସ୍ୱାର୍ଥ ପାଇଁ ପ୍ରୀତି କରିବ। କହିଲେ ସୁର ନର ମୁନି ସବୁକେ यहाँ रीति स्वार्थ लागी करई सब प्रीति। श्री राम जय राम ताली बजाई समस्ते श्यावर रामचंद्र भगवान की। पहले सुर नर मुनि सबके यहाँ रीति स्वार्थ लागी करई सब प्रीति। स्वार्थ थिबा जाय गोड़ घसीबे, स्वार्थ सरीगले नात मारिबे। ये कलिजुगर रीति। हनुमान मंदिर रे पिला माने मुंडिया मारी गला बेले समस्त देखिले तो हनुमान बेश होइकी नाचंती ना। कहले अरे ये वर्षा यज्ञ रे किए नाचिबो? हनुमान परा गोड़ भांगी पड़िचंती। सब छुआ थटा करके जाउचंती। कहले ए वर्ष तो हनुमान को गोड़ भांगी जाइए और नाचिबो किए? ये कथाटा मासु तुमको भारी बाधिला। हनुमान को राति अधरे बेई बेई कर काटुचंती। कहले ठाकुरे गोड़ मोर भांगी छे। सब पिला माने कहउचंती हनुमान को गोड़ भांगी छे। मो पई तू कई निंदा सोचु, मो पई तू आज सब पिला कथा तोते भी हस लगुव ना। समस्ते कहते हनुमान गोड़ भांगी जाइए, मो तू भी शुणुचु ना। हाँ ठाकुर तू इच्छा ए वर्ष टी तो यज्ञ हनुमान बेश नाची पारे कष्ट से रहीगला।
ଯଜ୍ଞ ପରେ ଗୋଡ଼ଟା ଭାଙ୍ଗି ନଥାନ୍ତା। ହଉ ଠାକୁରେ, ଆପଣ ଜାଣିଛନ୍ତି ଯଦି କାହାର ହାତ ଗୋଡ଼ ଭାଙ୍ଗିଥିବ କି ଆଙ୍ଗୁଠି ଭାଙ୍ଗିଥିବ, ହାଡ଼ ଭଙ୍ଗା କଷ୍ଟ ଠାରୁ କଷ୍ଟ ନାହିଁ ମା। ଆଉ ସବୁଠୁ ବଡ଼ ଦୁଃଖ କଥା ମା, ଏକକାଳୀନ 1000 ହାଡ଼ ଭାଙ୍ଗିବାରେ ଯେତିକି କଷ୍ଟ, ଏକକାଳୀନ ଗୋଟିଏ ମାର ଗର୍ଭ କଷ୍ଟ ସେତିକି। ମା ମନେ ରଖିଥାନ୍ତି, ହାଡ଼ ଭାଙ୍ଗିବା ଠାରୁ ବେଶୀ କଷ୍ଟ ଗର୍ଭ କଷ୍ଟ। ତେଣୁ ସେଥିପାଇଁ ମାର ଋଣ ଜଗତରେ କୋଉ ପୁଅ ସୁଝିପାରେ ନା, ଝିଅ ସୁଝିପାରେ ନା। ବୋଲ ଆନନ୍ଦ ବାର ହରି ହରି। ଆଉ ଜୀବନ ଭିତରେ ମା କାହିଁକି କଥା କହୁଛି, କଷ୍ଟର ମୂଲ୍ୟ କିଏ ଦବ? ଏକକାଳୀନ 1000 ହାଡ଼ ଭାଙ୍ଗିଲେ ଯେତିକି କଷ୍ଟ ହୁଏ, ଗୋଟିଏ ମା ତା ପିଲାକୁ ଜନ୍ମ ଦେବାରେ ସେତିକି କଷ୍ଟ ଭୋଗେ। ଆଉ ସେ ପିଲା ଯେତେବେଳେ ବଡ଼ ହେଇଯାଏ କହେ, ତୁମେ ଆମ ପାଇଁ କ'ଣ କରିଛ କି? ଜୀବନ ଭିତରେ ମା ମନେ ରଖିଦେବେ ସବୁବେଳେ, 6ଟି ବୋଉ ଆଖିରେ କେବେ ବି ଲୁହ ଦେବେ ନାହିଁ, ସଂସାର ପ୍ରଳୟ ହେଇଯିବ। ମନେ ରଖିଥାନ୍ତୁ, ପ୍ରଥମ ବୋଉ ହେଉଛି ବାପା। ବାପା ଆଖିରେ କେବେ ବି ଲୁହ ଦେବେନି। 6ଟି ବୋଉ ଭିତରେ ପ୍ରଥମ ବୋଉ ହେଉଛି ବାପା। ଦୁନିଆ ଭିତରେ ସମସ୍ତେ ମା କଥା କୁହନ୍ତି ଆଜ୍ଞା, କିନ୍ତୁ ବାପା ବି କମ୍ ନୁହନ୍ତି। ଦୁନିଆ ଭିତରେ ମା ହେଉଛି ସେଇ ଯିଏ 10 ମାସ ପିଲାର ବୋଝକୁ ଗର୍ଭରେ ଧରେ, ତାକୁ ମା କହନ୍ତି। ବାପା ବି କମ୍ ନୁହେଁ, ଯେ ସାରା ଜୀବନ ମା ପିଲାର ବୋଝକୁ ମୁଣ୍ଡରେ ଧରନ୍ତି, ତାକୁ ଏ ଦୁନିଆ ବାପା କହେ। ବୋଲ ଆନନ୍ଦ ବାର। ବାପା କେବେ ଚିନ୍ତାମୁକ୍ତ ହେଇପାରେ ନା। ଦୁନିଆ କହନ୍ତି ମା ହେଉଛି ସେଇ ଯିଏ ମାସ ଯାକ ଘରେ ଖଟେ ହେଲେ ଦରମା ନିଏ ନା, ତାକୁ ମା କହନ୍ତି। ବାପା ବି କମ୍ ନୁହନ୍ତି, ପର ପାଖରେ ସାରା ଜୀବନ ଖଟନ୍ତି, ଆଉ ଯାହା କିଛି ମିଳେ ତାକୁ ଘରେ ଦିଅନ୍ତି। ନିଜ ପାଇଁ ଗୋଟିଏ ଭଲ କେବେ ବି କରନ୍ତି ନାହିଁ, ପିନ୍ଧନ୍ତି ନାହିଁ। ଏ ଦୁନିଆ ତାକୁ ବାପା କହନ୍ତି।